दिन भाई ଏବେ ମୁଁ ଶୁଣିବାକୁ ପାଇଛି ଯେ ଆପଣ ବିଜେଡି ଛାଡ଼ି ଏବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ତ କାହିଁକି ବିଜେଡି ଛାଡ଼ି ଆପଣ ବିଜେପିରେ ଯୋଗ ଦେଲେ? ଦେଖନ୍ତୁ ମୁଁ ବର୍ତ୍ତମାନ କିଛି ବର୍ଷ ହେଇଯିବ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦେଲି। ବିଜୁ ଜନତା ଦଳ ମୁଁ 2017 ମସିହାରେ ଯୋଗଦାନ କରିଥିଲି। ସେ ବିଜୁ ଜନତା ଦଳ ଓ ଆଜିର ବିଜୁ ଜନତା ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ଯେଉଁ ବିଜୁ ଜନତା ଦଳ ଏକ ଅଣ ଓଡ଼ିଆ କୋଟେରୀ ମାନଙ୍କ ମଧ୍ୟରେ ସଂଶ୍ଳିଷ୍ଟ ହୋଇ ରହିଛି। ବର୍ତ୍ତମାନ ନବୀନ ବାବୁ ବିଜୁ ଜନତା ଦଳର ସର୍ବୋପରି ନେତା ନୁହନ୍ତି। ନବୀନ ବାବୁ ବିଜୁ ଜନତା ଦଳର କୌଣସି କାର୍ଯ୍ୟଧାରାକୁ ବୁଝୁନାହାନ୍ତି। ଏକ ଅଣ ଓଡ଼ିଆ ଅଫିସର ନବୀନ ବାବୁଙ୍କୁ ଏକ କୋଟେରୀ ମଧ୍ୟରେ ସୀମିତ କରିଛନ୍ତି, ଯାହାଦ୍ୱାରା ସେ ଦଳର ନୀତି ଆଦର୍ଶ ଆଉ କିଛି ନାହିଁ। ଯେଉଁ ଦଳ ବର୍ତ୍ତମାନ ଏକ ଅପରାଧୀକରଣ ଆଡ଼କୁ ଗତି କରୁଛି ଓ ବିଭିନ୍ନ ଜାଗାରେ ଆପଣ ଦେଖିବେ ବର୍ତ୍ତମାନ ବିଜୁ ଜନତା ଦଳର ଚିନ୍ତାଧାରା ଏକ ଅପରାଧୀ ମାନଙ୍କୁ ସୃଷ୍ଟି କରିବାରେ ଏକ ପ୍ରେରଣା ଯୋଗାଉଛି। ମୁଁ ଭାବିଲି ନାହିଁ ସେ ଦଳରେ ଆଉ ରହି ମୁଁ ରାଜନୀତି କରିବା ଠିକ୍ ହେବ। ସେଥିପାଇଁ ମୁଁ ବିଜୁ ଜନତା ଦଳ ପରିତ୍ୟାଗ କଲି ଓ ପରବର୍ତ୍ତୀ ସମୟରେ ମୁଁ ଦେଖିଲି କେଉଁ ଦଳ ଆମେ ଯୁବ ରାଜନୀତି କରିବା ପାଇଁ ଠିକ୍ ଉଚିତ ମନେ ହେବ। ସେଥିପାଇଁ ମୁଁ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କଲି। ଆପଣଙ୍କୁ କ'ଣ ନବୀନ ପଟ୍ଟନାୟକଙ୍କ ନୀତି ଆଉ ଆଦର୍ଶ ଭଲ ଲାଗୁଥିଲା କି? ଦେଖନ୍ତୁ ମୁଁ ବର୍ତ୍ତମାନ ଆପଣଙ୍କୁ କହିଲି ନୀତି ଆଦର୍ଶ ନବୀନ ପଟ୍ଟନାୟକଙ୍କର ଭଲ ଲାଗୁଥିଲା, କିନ୍ତୁ ବର୍ତ୍ତମାନ ଆଉ ସେଇ ନୀତି ଆଦର୍ଶ ନାହିଁ। ବର୍ତ୍ତମାନ ନବୀନ ବାବୁ କୌଣସି ଜାଗାରେ ମାନେ ଦଳର କୌଣସି କାର୍ଯ୍ୟରେ ନବୀନ ବାବୁ ହସ୍ତକ୍ଷେପ କରୁନାହାନ୍ତି। କିଛି ଅଫିସର ଓ କିଛି ଯେଉଁ କୁଚକ୍ରୀ ନେତା ଯେଉଁମାନେ ବିଜୁ ଜନତା ଦଳର ପାଣ୍ଠି ହଡ଼ପର ସୂତ୍ରଧର ବୋଲି ଅଛନ୍ତି, ସେଇ ହାତଗଣତି କିଛି ନେତା ବିଜୁ ଜନତା ଦଳକୁ ଚଲେଇଛନ୍ତି। ବିଜୁ ଜନତା ଦଳରେ ଯେତିକି ଯାହା ନେତା ଅଛନ୍ତି ସେମାନେ ଅଣନିଶ୍ୱାସୀ ହୋଇଗଲେଣି। ବର୍ତ୍ତମାନ ତ ଆପଣ ଜଣେଇଲେ କି ବିଜେପିରେ ଆପଣ ସାମିଲ ହେଲେ। ଏଇ ଯେଉଁ ବିଜେପି ଆସିଲା, ବିଜେପିରେ ଆପଣ ମିଶିଲା ପରେ କ'ଣ ପରିବର୍ତ୍ତନ ଆଣିବେ ବୋଲି ଆପଣ ଭାବୁଛନ୍ତି? ଦେଖନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ଯେଉଁ ନାରା ଦେଇଛନ୍ତି ସବକା ସାଥ ସବକା ବିକାଶ, ସେହି ଧାରାରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ଗଠନର ଏକ ମୂଳ ମନ୍ତ୍ର ରୂପେ ଭାବି ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଆମ ଓଡ଼ିଶାକୁ ମଧ୍ୟ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ। ମୋଦିଜୀଙ୍କର ଏହି ନାରାରେ ଯଦି ମୁଁ ଗୁଣ୍ଡୁଚି ମୂଷା ରୂପେ ସାମିଲ ନ ହେବି, ହୁଏତ ମୋ ମନରେ କିଛି କ୍ଷୋଭ ରହିଯିବ। ତେଣୁକରି ମୁଁ ପରବର୍ତ୍ତୀ ସମୟରେ ଚିନ୍ତା କଲି ମୁଁ ରାଜନୀତି କରିବାକୁ ହେଲେ, ମୁଁ ସମାଜ ସେବା କରିବାକୁ ହେଲେ ମୋ ପାଇଁ ପ୍ରକୃତ ଦଳ ହେବ ଭାରତୀୟ ଜନତା ପାର୍ଟି। ଓ ଭାରତୀୟ ଜନତା ପାର୍ଟି ଏକ ହିନ୍ଦୁ ବିଚାରଧାରାର ଦଳ। ଏହି ଦଳରେ ସମସ୍ତଙ୍କୁ ନେଇ ଏକ ପରିବାର ରୂପେ ଏକ ଚିନ୍ତାଧାରା ରୂପେ କାର୍ଯ୍ୟ କରିବାକୁ ସୁଯୋଗ ମିଳେ। ସେଥିପାଇଁ ମୁଁ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କଲି।